परमात्मने नमः। ओंकार बिंदु संयुक्त नित्य ध्यायन्ति योगिनं कामदमोक्षदमेशैव ओंकाराय नमो नमः। ध्यानमूलं गुरुर्मूर्ति पूजामूलं गुरुपद मंत्रमूलं गुरुर्वाक्य मोक्षमूलं गुरुः कृपा। ओम श्री गुरु पूर्ण ब्रह्म देवाय नमः। पूर्णानंद पूर्ण ब्रह्म सर्व घटेन संस्थित अज्ञान ज्ञानदानं च पूर्ण ब्रह्म नमोस्तुते। ओम श्री गुरु परमात्मने नमः। आमे आज गोटे सत्संग करछे, पारधा करछे, दासकाठिया करछे। प्रथम गुरु वंदना गाउछे। जेते मांगलिक काम करछे आगो कुंड बसुछे। एटा हला प्रथम हला कुंभ, तापर द्वितीय हला गुरु। कुंभटा कोन ना कुंभटा हला गणेशंकर। जदि गणेशंकर कुंभटे तुम बसईदेल आ किछि ठाकुर बसवा कहीं ना अग्रपूज्य गणाधिप वंदित देवी शारदे सर्वविघ्न विनाशाय गणाधिपते नमः। गणेश को पूजा कले केतटा देवता को पूजा रुचि। गणेश को पूजा कले केतटा देवता को पूजा रहा। गणेश नारायणे रुद्रे अंबिके भास्करे तथा जदि तुम गणेश को पूजा कर गण देवता 33 कोटी नारायण विष्णुगण रुद्रे शिवगण अंबिके आद्यशक्तिगण भास्करी पितृलोकगण एका जदि गणेश को पूजा कर अग्र पूजा पुरातन आगे पूजा पाए तापर जदि कुंभे न बसी तो को मंत्र हेले भूल हो तेणु गणे नारायण रुद्र अंबिके भास्कर तथा भिन्न सेमती दीटा कही गोटे गणेश आ गोटे किए गुरु किए ना गणेश को शिव को दुर्गा को नारायण को प्राप्त हवा कहले गुरु कुर्ची मारी बस भगवान बन जाते। किंतु शास्त्र लिखा अच्छी मु गोटे साधु टोपाटी दाढ़ी रखी सियाड़े कही सारा साधु सावधान साधु देख पूजा खाऊ आलट चामल खाऊ संचा दक्षिणा गोटे लोक द्वार पाँच कहते तुम कौन कर साधु कौन कर रेडी रहा किए गुरु। गुरु किए ना साधु सावधान तुम तो बड़दारिया 200 दाढ़ी रखी ना रेडी रहा किए कौन कली क्या कौन आम भाया टाउली रेडी रह श्याम किए नुहे कली राजा गोटे विराट सैन्य छाउनी नहीं धर्मर अधपतन बाहरी पड़ी धर्मर विनाश पे कलिराजार सेना किए बेश्या अशा आशा निशा मिथ्या विजय हो चली कलिर एही आक्रमण रक्षा पाइबार कौन उपाय कलिराजार आक्रमण धर्मराजार सैन्य गण अस्तव्यस्त हो गले। कलिर आक्रमण एभली प्रभावित जे गाँ भागवत टुंगी भागवत पाठ धन कोईला खंडनी
କଳିର ଏଭଳି ଆକ୍ରମଣ ଯେ ଘରେ ଜଡ଼ା ଦୀପ ଜାଳିଆ ମୃଗୁଣୀ ସ୍ତୁତି ଜଗନ୍ନାଥ ଜଣାଣ ହଉଛି। ଗୀତା ଭାଗବତ ଗାଁ ବୃନ୍ଦାବତୀ ପୀଠରେ ଲଣ୍ଠନ ଦୀପ ଜାଳି ଦାବାଦାର ନ୍ୟାୟ ପଟିଠୁ ଆଉ ନ୍ୟାୟ ପାଉନାହାନ୍ତି। ଆଉ ଅଛି ପୂର୍ବର ତାହେଲେ ହୁଏତ ଲାଭ କେତେ ନଷ୍ଟ କେତେ କଥା ଜଣା ନାହିଁ, କିନ୍ତୁ କାଲି ଯେତେବେଳେ ଆମେ ଭାଗବତ ଗୀତା ପାଠ କରୁଥିଲୁ ଲୋକ ଖଜୁରୀ ପଟି ପକେଇକି ଦାଣ୍ଡରେ ବସିକିରି କହନ୍ତି ସେତେବେଳକୁ ସେ ଆବାଜ ନଥିଲା ଯୋଉ ଆବାଜ ଆଜି କବାଟ ପକେଇ ଆଲୁଅ ବନ୍ଦ କରି ରଙ୍ଗିନୀ ଟିଭି ଦେଖିଲେ ବଡ ମୋବାଇଲ ଦେଖିଲେ। କିନ୍ତୁ ସେଦିନ ମୋବାଇଲ ଥିଲା ପୁରାଣ ପଣ୍ଡାର କହିବା କଥାଟା କଣ କହୁଛି ପଢୁଛି ବୋଲି 5 ଜଣ ବସିଛନ୍ତି ଦେବ ଆଉ ପାଲା ଦାସ ଆଉ ହଉନି। ଏଣେ ଏହି ଦୁର୍ଦାନ୍ତ କଳି ରାଜାର ଆକ୍ରମଣରୁ ରକ୍ଷା ପାଇଁ ଉଦ୍ଧାର ପାଇବା ପାଇଁ ଏଣେ ଧର୍ମରାଜ ତାର କିଛି ସୈନ୍ୟ ସାମନ୍ତକୁ ନେଇ ଯୁଦ୍ଧ କୌଶଳ ଶିକ୍ଷା ପ୍ରଦାନ କରୁଛି। ଧର୍ମରାଜା ଏ କଳିର ଆକ୍ରମଣରୁ ରକ୍ଷା ପାଇବା ପାଇଁ ସିଏ ଗୋଟିଏ ସଂଗଠନ ଆଖଡ଼ା ତିଆର କରିଛି। ଧର୍ମରାଜା ଆଖଡ଼ାର ପରିଚାଳନା ଦାୟିତ୍ୱ 4 ଜଣଙ୍କୁ ଦିଆହେଇଛି। ସତ୍ୟ, ଧର୍ମ, ଦୟା, ଜ୍ଞାନ। ଇଏ ହେଉଛନ୍ତି ମହାଲକ୍ଷ୍ମୀଙ୍କର ଜଗନ୍ନାଥଙ୍କର 4 ପୁଅ। ସେମାନଙ୍କୁ ଗୁରୁକୁଳ ଆଶ୍ରମରେ ଆଖଡ଼ାରେ ଯୁଦ୍ଧ ବିଦ୍ୟା ଏଭଳି ପ୍ରଶିକ୍ଷଣ ଦିଆଯାଉଛି। କଣ ସେ ଯୁଦ୍ଧ କୌଶଳ? ଯେମିତି କଳି ରାଜା ବେଶ୍ୟା ପଶା ଆଶା ନିଶା ମିଥ୍ୟା ହତ୍ୟା 6 ଜଣଙ୍କୁ ନେଇକି ଯୁଦ୍ଧ ଆରମ୍ଭ କରିଛି। ଏଣେ ଧର୍ମରାଜ 4 ଜଣଙ୍କୁ ନେଇକିରି ଏ 6 ଜଣଙ୍କୁ ବିନାଶ କରିବା ପାଇଁ ଆଖଡ଼ାରେ କଣ ଅସ୍ତ୍ର କାଣ୍ଡ ଖଣ୍ଡା ଗଦା ବଉଁ ଯେତେ ପ୍ରକାର ଅସ୍ତ୍ର ଶସ୍ତ୍ର ଶିଖଉଛି। ଆମ ଗୁରୁକୁଳ ଆଶ୍ରମରେ କଳିର ଆକ୍ରମଣରୁ ରକ୍ଷା ପାଇଁ ଗୁରୁ ଆମକୁ ଶିକ୍ଷା କଣ ଦଉଛନ୍ତି? କରନ୍ୟାସ, ଅଙ୍ଗନ୍ୟାସ, ଭୂତ ଶୁଦ୍ଧି, ଆସନ ଶୁଦ୍ଧି, ଗାୟତ୍ରୀ ଶୁଦ୍ଧି, ଏକାକ୍ଷର ଶୁଦ୍ଧି, ଅଣାକ୍ଷର ଶୁଦ୍ଧି, ତତ୍ଵ ଶୁଦ୍ଧି, ନବଗ୍ରହ ଶୁଦ୍ଧି, ରୂପକ ଅସ୍ତ୍ର ଶସ୍ତ୍ର ଶିକ୍ଷା ତାଲିମ ପ୍ରଦାନ କରୁଛନ୍ତି। ଆଜି ଯଦି ଗୁରୁକୁଳ ଆଶ୍ରମରେ ଆମେ ପହଞ୍ଚୁଛେ, ଗୁରୁ କିଏ? ହୁ ଇଜ ଦି ଗୁରୁ? ଗୁରୁ ଇଜ ନାଥିଙ୍ଗ। କିଏ ନାହିଁ ଗୁରୁ? ଗୁରୁ ଏଭଳିଆ ଶବ୍ଦ ତାକୁ ଏପର୍ଯ୍ୟନ୍ତ ଗୀତା ଭାଗବତ ପୋଥି ପୁରାଣ କେହି ମଧ୍ୟ ନିର୍ଣ୍ଣୟ କରିନାହାନ୍ତି। ଆଜି ଯୋଉ ଗୁରୁ ବୋଲି ତମେ ଆସନ ବସେଇ ଦେଇକିରି ବସେଇ ଦେଉଛ, ଆମେ ଗୁରୁ ନୁହଁ। ଆମେ କିଏ? ନା ଗୁରୁଙ୍କର ସନ୍ଧାନ ପାଇଥିବା ହଉଛୁ ତାଙ୍କେ ଆମେ ଦୂତ, ଆମେ ତାଙ୍କର ପ୍ରତିନିଧି, ମାନେ ଗୁରୁଙ୍କର ଠିକଣା ଦେବା ପାଲା। ଗୁରୁ ଏମିତି ଅଛନ୍ତି, ତାଙ୍କୁ ଏମିତି ଆସନରେ ବସେଇବ, ଏମିତି ମନ୍ତ୍ରରେ ଫୁଲ ଚନ୍ଦନ ଦବ ଯିଏ କିନ୍ତୁ ଗୁରୁ କିଛି ଶିଷ୍ୟ କରି ଟଙ୍କା କଉଡ଼ି କେତେ ଲାଭ ଦବ ଏ ଲେଖା ନାହିଁ। ଗୁରୁ କିଏ? ନା ଯଦି ଗୁରୁଙ୍କର ପରିଚୟ କେବଳ ଶିଷ୍ୟ ଦେବେ, ବାପାର ପରିଚୟ ପୁଅ ଦେବେ, ଭଗବାନ ପରିଚୟ ଭକ୍ତ ଦେବେ। ଯଦି ହନୁମାନ ନଥାନ୍ତା, ରାମଙ୍କର ପରାକ୍ରମ କିଛି ନଥିଲା। ଶ୍ରୀ ଗୁରୁନାରାୟଣ। ଯଦି ବରୁଣ ପକ୍ଷୀ ନଥାନ୍ତା, ଭଗବାନ 3 ବୁଲି ପାରନ୍ତେ ନାହିଁ। ଯଦି ମାର୍କଣ୍ଡ ଭଳିଆ ପ୍ରହ୍ଲାଦ ଭଳିଆ ପୁଅଟେ ନଥାନ୍ତା, ତାହେଲେ ସେ ବଂଶର ମର୍ଯ୍ୟାଦା ରହିନଥାନ୍ତା। ଏଣୁ
ଗୁରୁ ଏଥିପାଇଁ ପୂଜ୍ୟ ହେଇଛି ଯେ ଗୋଟେ ବାପାର ଗୋଟେ ଭଲ ପୁଅ ଯଦି ଭଲ କାମ କଲା, କାହା ପୁଅରେ ଏଇଟା ଶିଷ୍ୟରେ ଯଦି ଭଲ କର୍ମ କଲା, ସେ ଗୋଟେ ଗୁରୁ ଦୀକ୍ଷା ଦେଇଛି, ତାକୁ ଶିଖେଇଛି। ଆଉ ଗୁରୁ ଦ୍ୱାରା ଯଦି ଶିଷ୍ୟ ଯଦି ବେଦକାରୀ କଲା, ଗୁରୁକୁ ମାଡ଼ ହେଲେ ହେଇଗଲା। ଏଣୁ ସେ କହୁଥିଲା ଗୁରୁ ବଡ଼ ନାହିଁ, ଗୁରୁ ବଡ଼। ନୃସିଂହ ପୁରାଣ ଲେଖିଛି, ଦେବନାଗଣର ସବୁ ଠାରେ ଗୁରୁ ବଡ଼, ଗୁରୁଠି ଅପରାଧ କରେ ଏକାହୀନ ମୂଢ଼। ଦେବନାଗଣର ସବୁ ସେ ଗୁରୁ ବଡ଼। କେମିତିକା ଆମେ ବୁଝିବା ବଡ଼ ହଉଛି? ବଡ଼ ଗୁରୁ ହଉଛନ୍ତି ଜଣେ, ହୁଏତ ନିଗମାନନ୍ଦର ସେ ଗୁରୁ, ଚିଦାନନ୍ଦର ଗୁରୁ, ଅନୁକୂଳ ଚନ୍ଦ୍ରର ଗୁରୁ, ପୂର୍ଣ୍ଣାନନ୍ଦର ଗୁରୁ, ଗୁରୁ ବୋଲିବାର ଗୋଟେ। କୀଟ ବ୍ରହ୍ମ ତରୁ ତୃଣ ଉଡ଼ା ଉଡ଼ା ସ୍ଥଳ ନିଶ୍ଚଳ ସମସ୍ତଙ୍କର ମହତ୍ଵପୂର୍ଣ୍ଣ ହେଲେ ଗୁରୁ। ଗୁରୁ ହଉଛନ୍ତି ଆତ୍ମା। ଆତ୍ମା ଯଦି ଗୁରୁ, ଆମେ ଗୁରୁ ଭାବରେ ନ ଦେଖିବାରୁ ତମର ମୋର ହିଂସା ଭାବ ପଡ଼ି ଆସୁଛି। କିନ୍ତୁ ମୁଁ ଜାଣିବା ଦରକାର ଯେ ମତେ ଯିଏ ସମ୍ଭାଳିଛି, ତତେ ହେଉଛି, ତତେ ଯିଏ ସମ୍ଭାଳିଛି, ମୁଁ କିନ୍ତୁ ତୋର କ୍ଷତି କରିବାକୁ ଯାଉଛି, ମୋର ତ ପ୍ରଭୁ ସେଟା ମାଡ଼ ଖାଇଯିବେ ନା। ମୋ ପ୍ରଭୁ ତମ ଦେହରେ ତମେ ଯଦି ବାଧିଗଲା, ଆତ୍ମା କଷ୍ଟ ହେଇଗଲା, ମୁଁ ପ୍ରଭୁ ଦ୍ରୋହା ହେଇଗଲି। ଏଣୁ ଆତ୍ମା ସର୍ବଭୂତେଷୁ ଚଣ୍ଡାଳ ବ୍ରାହ୍ମଣ ଯାଏ ମାନ୍ୟ କରୁ ଛାଡ଼। ମାନ୍ୟ କାହାକୁ କରୁ? ତମେ ମତେ ଧ୍ୱଂସ କର, ମୋର କାପାସିଟି ନାହିଁ ତ ଗ୍ରହଣ କରିବା ପାଇଁ। ଗ୍ରହଣ ପ୍ରାଣୀ ଜଗତର ପ୍ରଣାମ ନବା ଲୋକ ସେ ହେଉଛନ୍ତି ଗୁରୁ ବା ଆତ୍ମା। ସେ ଆତ୍ମାଟା କେମିତି ନା, ତା ବିଷୟରେ ଆମେ ଏତେ ପୂଜା ପାଠ କରୁଛେ, ଗୀତା ଭାଗବତ କରୁଛେ, କିଛି ଏକା ବୁଝିପାରୁନେ। ଯଦି ବୁଝିଯିବା ଆମର ସବୁ ଲାଭ ହେଇଗଲା। ଲାଭ କଣ ହେଲା ନା, ମନ ଭିତରେ ଯୋଉ ସଂଶୟ ଗୁଡାକ ଅଛି, ଗୁରୁ କିଏ ନା, ଯିଏ ଆମେ ହେଲେ ଗୋଟେ ମଣିଷ, ଆଉ ବି ପଶୁ ଅଛନ୍ତି। ଏବେ ଆମେ ତୁଳନା କରିବା, ପଶୁ ଉନ୍ନତ ନା ମନୁଷ୍ୟ ଉନ୍ନତ ତାର କାର୍ଯ୍ୟକ୍ରମ?